नमस्कार, जय जगन्नाथ। एक व्यापक अर्थ को नहीं छोट शब्दटीए बापा। बापांक जीवन हेउछि एमिति एक शिक्षा पाठ जेउठारे स्नेह अदृश्य किंतु सदा साथी रे थाए। तांको दायित्व कर्तव्यबोध अति निस्वार्थ हेले काहाको देखा जाए नहीं, कारण ସେହି ଅଦୃଶ୍ୟର ଶକ୍ତି ସେ ସଦା ସର୍ବଦା ନମ୍ରତା ଭାବେ ନିଜ ଭିତରେ ସାଇତି ରଖନ୍ତି। ଏମିତି ଏକ ମହାନ ବ୍ୟକ୍ତିତ୍ୱଙ୍କ ଉପରେ ଆଧାରିତ ମୋର ଏହି ଛୋଟ କବିତାଟି, ଯାହାର ଶୀର୍ଷକ ହେଉଛି ବାପା। ବାପା ଅତି ଶାନ୍ତ ସରଳ ସ୍ୱଭାବ ତାଙ୍କର, ଅତି ଶାନ୍ତ ସରଳ ସ୍ୱଭାବ ତାଙ୍କର, ତଥାପି ବୁଝିବା ତାଙ୍କୁ ଅଟେ ଜଟିଳ। ହାତ ଉଠେଇ କେବେ ଶାସନ କରନ୍ତି, ହାତ ଉଠେଇ କେବେ ଶାସନ କରନ୍ତି, ସେହି ହାତେ ପୁଣି ଆଶିଷ ଆଶୀର୍ବାଦର ପରଶ ଦିଅନ୍ତି। ପରିବାରର ମେରୁଦଣ୍ଡ ସିଏ, ପରିବାରର ମେରୁଦଣ୍ଡ ସିଏ, ସମ୍ପର୍କର ଅତୁଟ ଖିଅ, ବିଶ୍ୱକର୍ମା ସାଜି ଗଢ଼ି ଚାଲନ୍ତି ସ୍ନେହ ଶ୍ରଦ୍ଧା ହସ ଖୁସିର ଦେବାଳୟ। ଦାୟିତ୍ୱ କର୍ତ୍ତବ୍ୟର ବୋଝ ତାଙ୍କ କାନ୍ଧରେ, ଦାୟିତ୍ୱ କର୍ତ୍ତବ୍ୟର ବୋଝ ତାଙ୍କ କାନ୍ଧରେ, ଚାଲିବାକୁ ପଡ଼େ କଣ୍ଟକିତ ଚଲା ପଥରେ। ହେଲେ କେବେ ହାରି ନାହାନ୍ତି କି ଥକି ନାହାନ୍ତି, ଗଡ଼ି ଚାଲିଛି ଏ ସଂସାରର ରଥ ତାଙ୍କ ହାତରେ। ମା ପାଇଁ ସମସ୍ତେ କହନ୍ତି, ମା ପାଇଁ ସମସ୍ତେ କହନ୍ତି, ହେଲେ ବାପାଙ୍କ କଥା ଭାବେ ନା କିଏ? ଭାବନ୍ତି ଶକ୍ତ ମଣିଷଟି ସବୁ କିଛି ସହିଯାଏ, ଭାବନ୍ତି ଶକ୍ତ ମଣିଷଟି ସବୁ କିଛି ସହିଯାଏ। କୋମଳ ହୃଦୟ ତାଙ୍କର, କୋମଳ ହୃଦୟ ତାଙ୍କର, ବାହାରକୁ ଶକ୍ତ ଅଟନ୍ତି, ଆଘାତ ତାଙ୍କୁ ବି ହୁଏ, ଭିତରେ ଗୁମୁରି ଗୁମୁରି କାନ୍ଦନ୍ତି। ଆମ ଉଠେ ହସ ଦେଖିବା ପାଇଁ ସବୁ ପରିସ୍ଥିତିକୁ ସାମ୍ନା କରନ୍ତି, ଆମ ଉଠେ ହସ ଦେଖିବା ପାଇଁ ସବୁ ପରିସ୍ଥିତିକୁ ସାମ୍ନା କରନ୍ତି। ଦୁନିଆରେ ମୁଣ୍ଡ ଟେକି ଚାଲିବା ପାଇଁ ଜୀବନକୁ ବଞ୍ଚିବାର ମନ୍ତ୍ର ଶିଖାନ୍ତି। ଧନ୍ୟ ସେ ମହାନ ବ୍ୟକ୍ତିତ୍ୱ, ଧନ୍ୟ ସେ ମହାନ ବ୍ୟକ୍ତିତ୍ୱ, କୋଟି କୋଟି ପ୍ରଣାମ ତାଙ୍କ ପୟରରେ। ଥାଉ ଆମ ପାଖେ ତାଙ୍କ ସ୍ନେହ ଶ୍ରଦ୍ଧାର ଭଣ୍ଡାର ପ୍ରତି ଜନ୍ମରେ, ଥାଉ ଆମ ପାଖେ ତାଙ୍କ ସ୍ନେହ ଶ୍ରଦ୍ଧାର ଭଣ୍ଡାର ପ୍ରତି ଜନ୍ମରେ। ଧନ୍ୟବାଦ।